ସମସ୍ତେ ମିଳିତ ଭାବେ ଆନ୍ଦୋଳନ ଜାରି ରଖିବେ। ଦୁଇଟି ମାମଲାରେ ଆଜି ବାବା ସାରଥୀଙ୍କ ଚାର୍ଜ ଫ୍ରେମ୍ ହେବାର ଥିଲା, ହେଲେ ଅନ୍ୟ ସହଯୋଗୀ ଆସାମୀମାନେ ହାଜର ନ ହେବାରୁ ତାହା ଆଜି ହୋଇପାରି ନାହିଁ। ତେଣୁ ଦୁଇଟି ଯାକ ଚାର୍ଜ ଫ୍ରେମ୍ ପାଇଁ ଆଉ 2ଟି ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ। ତେବେ ଆଜିର ଶୁଣାଣିରେ ସାରଥୀ ଭିଡିଓ କନଫରେନ୍ସିଂ ଜରିଆରେ ସ୍ପେଶାଲ SC/ST କୋର୍ଟରେ ହାଜର ହୋଇଥିଲେ। ହେଲେ ଆଜି ଚାର୍ଜ ଫ୍ରେମ୍ ହୋଇ ନ ପାରିବାରୁ କୋର୍ଟ ଗୋଟିଏ ମାମଲାର ଚାର୍ଜ ଫ୍ରେମ୍ ମେ 4କୁ ଧାର୍ଯ୍ୟ କରିଥିବା ବେଳେ ଦ୍ୱିତୀୟଟିକୁ ମେ 6 ତାରିଖକୁ ଧାର୍ଯ୍ୟ କରିଛନ୍ତି। ସେହି 2ଟି ତାରିଖରେ ସାରଥୀଙ୍କ ଆର୍ଥିକ ଅନିୟମିତତା ଏବଂ ତାଙ୍କ ସହ ରାଜ୍ୟ ବାହାରକୁ ଯାଇଥିବା ଯୁବତୀଙ୍କୁ ଧମକ ଚମକ ଦେବାକୁ ନେଇ ହୋଇଥିବା 2ଟି ମାମଲାର ପୃଥକ 2ଟି ଚାର୍ଜ ଫ୍ରେମ୍ ହେବ। ସାରଥୀଙ୍କ 2ଟି ମାମଲା କଟକରେ ଯେଉଁ 2ଟି ମାମଲା ବିଚାର ପାଇଁ ରହିଛି ସେହି 2ଟି ମାମଲାରେ ଆଜି ଚାର୍ଜ ଫ୍ରେମ୍ ହେବା ପାଇଁ ଥିଲା। ଯେହେତୁ ଅନ୍ୟ ସହଯୋଗୀ ଆସାମୀମାନଙ୍କର ଅନୁପସ୍ଥିତି ଆଡଜର୍ନ କରିଦେଲେ ଏବଂ ନେକ୍ସଟ ତାରିଖରେ ଚାର୍ଜ ଫ୍ରେମ୍ ହେବ 4/5/2017 ଏବଂ ଅନ୍ୟଟି 6/4/2017 କୁ ରହିବ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଉତ୍ତେଜନା।